श्री ठाकुर श्री चरण प्रांतरे जनाई अनंत कोटि प्रणाम। परमाराध्य जगज्जननी श्री श्री बड़मान श्री चरण प्रांतरे जनाई अनंत कोटि प्रणाम। परम पूज्यपाद श्री श्री बड़दंकर श्री चरण प्रांतरे जनाई अनंत कोटि प्रणाम। परम पूज्यपाद श्री श्री आचार्य देवंग श्री चरण प्रांतरे जनाई अनंत कोटि प्रणाम। इष्ट परिवार प्रतिपत्तिकंकर श्री चरण प्रांतरे जनाई अनंत कोटि प्रणाम। आज ओडिशा सत्संग भुवनेश्वर ऑनलाइन सत्संग रे उपस्थित आमर वरेण्य परिचालक सुभाष भाई तांको जनाए भक्तिभद्रा एवं जयगुरु एवं वरेण्य वरिष्ठ ऋत्विक देवता मानक उद्देश्य जनाए भक्तिपुत रा एवं जयगुरु ठाकुरंकर पुत पांजाधारी कर्मी बृंद उद्देश्य जनाए भक्तिपुत रा एवं जयगुरु उपस्थित এই অনলাইন সৎসঙ্গের সমস্ত গুরুভ্রাতা মণ্ডলী স্নেহময়ী মাতৃমণ্ডলী ছোট ছোট ପିଲାମାନେ ତଥା ସମସ୍ତଙ୍କ ଉଦ୍ଦେଶ୍ୟରେ ଜଣାଏ ଭକ୍ତିପୁତ୍ରା ଏବଂ ଜୟଗୁରୁ। ଆଜି ବିଶେଷ ସତ୍ସଙ୍ଗ ଏବଂ ଓଡ଼ିଶା ସତ୍ସଙ୍ଗ ଭୁବନେଶ୍ୱର ଅନୁକୂଳରେ ଏହି ଅନଲାଇନ ସତ୍ସଙ୍ଗରେ ଯୋଗ ଦେବାର ଅପୂର୍ବ ସୁଯୋଗ ଦେଇଛନ୍ତି ସୁଭାଷ ଭାଇ ଏବଂ ଆପଣମାନେ ସମସ୍ତେ। ତେଣୁ ସେହି ପ୍ରିୟ ପରମଙ୍କ ନିକଟରେ ପୁଣି ପ୍ରାର୍ଥନା ରଖେ ସେ ପରିଚାଳକ ଏବଂ ଅନେକ ଝଡ଼ଝଞ୍ଜା ଅନେକ ସବୁ ସମୟ ମାନେ ସବୁ କିଛିକୁ ଅତିକ୍ରମ କରି ସେ ଲାଗି ରହିଛନ୍ତି ସେ ପ୍ରିୟ ପରମଙ୍କର ଏହି କାର୍ଯ୍ୟରେ ସମସ୍ତଙ୍କ ସାରା ବିଶ୍ୱରେ ଆଜି ସମସ୍ତଙ୍କ ପାଖରେ ପହଞ୍ଚି ପାରିଛନ୍ତି। ସେ ପ୍ରଭୁଙ୍କୁ ପହଞ୍ଚାଇ ପାରିଛନ୍ତି। ପ୍ରଭୁଙ୍କର ଭାବଧାରାକୁ ସମସ୍ତଙ୍କ ନିକଟରେ ତୋଳି ଧରିବାର ଯେଉଁ ଅପୂର୍ବ ପ୍ରୟାସ ଜାରି ରଖିଛନ୍ତି ସେଥିପାଇଁ ସର୍ବପ୍ରଥମେ ସେ ପ୍ରିୟ ପରମଙ୍କ ନିକଟରେ ପ୍ରାର୍ଥନା କରିବି ସେ ଆହୁରି ଆହୁରି ପ୍ରଭୁ ତାଙ୍କ ଭିତରେ ସେ ଶକ୍ତି ଦିଅନ୍ତୁ, ସାମର୍ଥ୍ୟ ଦିଅନ୍ତୁ, ସେହି ମାନସିକତା ଦିଅନ୍ତୁ, ସେହି ଚିନ୍ତା ଚେତନାର ଭାବ ଦିଅନ୍ତୁ, ଅନୁଭବ ଅନୁଭୂତି ଭରି ଦିଅନ୍ତୁ। ସେ ଆହୁରି ଆହୁରି ଆମକୁ ସେହି ପ୍ରିୟ ପରମଙ୍କ ସେ ଚରଣ ପ୍ରାନ୍ତରେ ଏମିତି ବସିବାର ଏବଂ ତାଙ୍କରି ପ୍ରଭୁଙ୍କ ଲୀଳା କୀର୍ତ୍ତନ ଶୁଣିବାର ଅପୂର୍ବ ସୁଯୋଗ ପ୍ରଦାନ କରିପାରନ୍ତୁ। ଆଉ ଆପଣମାନଙ୍କର ସମସ୍ତଙ୍କର ଯେହେତୁ ଏଇ ଜଏନ୍ କରି ସହଯୋଗ କରୁଛନ୍ତି ଏବଂ ତାଙ୍କ ପ୍ରେରଣା ଦେଉଛନ୍ତି, ପ୍ରଭୁଙ୍କର ଗୁଣ କୀର୍ତ୍ତନ ଶୁଣିବାର ଅପୂର୍ବ ସୁଯୋଗ ମଧ୍ୟ ନେଉଛନ୍ତି, ସେଥିପାଇଁ ସମସ୍ତଙ୍କ ସେହି ସାର୍ବିକ ମଙ୍ଗଳ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। ଆଜି ବିଶେଷ କରି ଯେଉଁମାନେ ଭୋଗ ନିବେଦନ କରିଛନ୍ତି ଆମର ବଂଶୀଧର ସାହୁ ଭାଇ ମିଡ଼ିଆ କଲୋନୀ ଭୁବନେଶ୍ୱର, ସେ ତାଙ୍କର ପୁତ୍ର ଶ୍ରୀ ପ୍ରଶାନ୍ତ ସାହୁଙ୍କ ଉଦ୍ଦେଶ୍ୟଙ୍କ ଯେଉଁ ନୂଆ ଜବ୍ ପାଇଛନ୍ତି ସେ ଉଦ୍ଦେଶ୍ୟରେ ଭୋଗ ନିବେଦନ କରିଛନ୍ତି। ଏବଂ ଆଉ ଜଣେ ଭାଇ ନିବେଦନ କରିଛନ୍ତି ଉମେଶ ନାୟକ ଏବଂ ତାଙ୍କର ମା ବୋଧେ ସଙ୍ଗୀତା ନାୟକ ମା, ସେ ହିମାଚଳ ପ୍ରଦେଶରୁ ଦେଇଛନ୍ତି ଉପେନ୍ଦ୍ର ନାୟକଙ୍କର ସୁସ୍ଥତା ପାଇଁ। ତେଣୁ ସେ ଯେଉଁ ଉଦ୍ଦେଶ୍ୟରେ ଆଜିରେ ଏହି ଭୋଗ ନିବେଦନ କରିଛନ୍ତି ପ୍ରିୟ ପରମଙ୍କ ନିକଟରେ ସେମାନଙ୍କର ସେ ଉଦ୍ଦେଶ୍ୟ ସଫଳ ହେଉ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ଆଜି ସୁନ୍ଦର ଭାବରେ ବେଶ ଦୀର୍ଘ ଦିନର ଏଇ ଯେଉଁ ପରିକ୍ରମା ବାସ୍ତବିକ ଚିନ୍ତା କଲେ ଯେମିତି ଗୋଟେ ଚିନ୍ତା ବି କରି ହୁଏନି, ଚିନ୍ତାର ପରିସର ବାହାରକୁ ଚାଲିଯାଏ। ଯେ ଦୀର୍ଘ ଦିନ 1822 ଦିନର ଆଜି ଯେଉଁ ଓଡ଼ିଶା ସତ୍ସଙ୍ଗ ଭୁବନେଶ୍ୱର ପରିକ୍ରମା ଚାଲିଛି, ଯେମିତି ସେ ଅନନ୍ତ ଗତି ଅମୃତ ପଥ, ମାନେ ପଥଟା ବି ଅମୃତ ଆମର, ଗତି ବି ଅନନ୍ତ ଗତି, ସେମିତି ସେ ଅନନ୍ତ ଗତିର ଚାଲିଛନ୍ତି ଦିଗରେ, ଯେମିତି ଥକି ପଡ଼ିନାହାନ୍ତି। ଚାଲିବି ଚାଲିବି ନ ପଡ଼ିବି ଥକି ମୁଦିବା ଆଗରୁ ଆଖି, ଆଗରେ ପଡ଼ିଛି ପଥ ବହୁତ ଆହୁରି କେତେ ଯିବାକି, ଏଇ ଯେମିତି ଗୋଟେ ମାନସିକତା ଥିଲା, କବିଙ୍କର କଥା ଥିଲା। ଆଜି ସୁଭାଷ ଭାଇ ସେଇ ପ୍ରୟାସ ନେଇ ଚାଲିଛନ୍ତି ଏ ଗତିର ଅନ୍ତ ନ ହେଉ, ଏ ଗତି ଚାଲିଥାଉ ଏମିତି ପ୍ରଭୁଙ୍କ ଦିଗରେ ଏବଂ ଆମକୁ ସେ ଅମୃତ ପଥରେ ସେ ଆଗେଇ ନେବାର ଗୋଟେ ପ୍ରୟାସ ଜାରି ରଖିଛନ୍ତି। ତେଣୁ ସେଥିପାଇଁ ବାସ୍ତବିକ ଧନ୍ୟବାଦ ଏବଂ ଆମେ ସମସ୍ତେ କୃତଜ୍ଞ ଯେ ପ୍ରିୟ ପରମଙ୍କ ନିକଟରେ ଦୟାକରି ପ୍ରଭୁ ଏହି ସୁଯୋଗ ଦେଇଛନ୍ତି। ଯାହା ବହୁ ଆଜି ଅନେକ କଥା ସୁନ୍ଦର ଭାବରେ ପ୍ରାର୍ଥନାର ବିଶେଷ ବିଷୟବସ୍ତୁ ସୁଭାଷ ଭାଇ ଆଲୋଚନା କରୁଥିଲେ। ପ୍ରାର୍ଥନାଟା କେମିତି ହେବା ଦରକାର, କେମିତି ପ୍ରାର୍ଥନାର ପ୍ରତିଟି ଶବ୍ଦ ପୁଞ୍ଜ ଯେମିତି ସାମାନ୍ୟତମ ଟିକେ ନିଖୁତ ହେବା ଦରକାର, ସେଥିରେ ସାମାନ୍ୟ ଯେମିତି ବ୍ୟତିକ୍ରମ ନ ହୁଏ। କାହିଁକିନା ପ୍ରାର୍ଥନାର ଗୋଟିଏ ଶବ୍ଦ ଗୋଟିଏ ମାତ୍ର ଭୁଲ ହେଇଗଲେ ପ୍ରାର୍ଥନାର ଅର୍ଥଟା ଭୁଲ ହେଇଯାଏ। ଆଉ ପ୍ରାର୍ଥନା ଯଦି ଅର୍ଥଯୁକ୍ତ ନ ହୁଏ ତାହେଲେ ଈଶ୍ୱରଙ୍କ ନିକଟରେ ତାହା ମାନେ ଈଶ୍ୱର ଗ୍ରହଣ କରିପାରନ୍ତିନି ସେ ପ୍ରାର୍ଥନା ବା ଆମେ ଯାହାଙ୍କୁ ପ୍ରାର୍ଥନା କରି। ତେଣୁ ପ୍ରାର୍ଥନାର ପ୍ରତିଟି ଶବ୍ଦ ପ୍ରତିଟି ଏବଂ ପ୍ରାର୍ଥନାଟା କାର୍ଯ୍ୟରେ ଫୁଟି ଉଠିବା ଦରକାର। ଆଉ କହିଛନ୍ତି ପ୍ରାର୍ଥନା ତେ କରିଲୁ କେତେ କହିଲୁ କେତେ କରିଲୁ ନା ଆଗ କାର୍ଯ୍ୟ। ତେଣୁ ପ୍ରାର୍ଥନାରେ ଆମେ ଯାହା କହୁଛେ ସେଣ ବୋଧ ସହିତ ବୁଝିକି ପ୍ରତିଟି ଶବ୍ଦକୁ ବୁଝିକି ପ୍ରାର୍ଥନା କରିବା ଉଚିତ। ଏବଂ ସେ ଦିଗରେ ସୁଭାଷ ସୁନ୍ଦର ଭାବରେ ଯେ ଆମକୁ ବିଶେଷ
ସୂଚନା ଦେଇଛନ୍ତି। ତେଣୁ ଯାହା ତାପରେ ସୁନ୍ଦର ଭାବରେ ସବୁ ବାଣୀ ପାଠ ହେଇଛି, ଠାକୁରଙ୍କର ବାଣୀ ପାଠ, ଭଜନ କୀର୍ତ୍ତନ କୋରସ ଖୁବ ମନ ଛୁଆଁ ହେଇ ଉଠିଛି। କୀର୍ତ୍ତନ ତ ସୁନ୍ଦର ଭାବରେ ହେଇଛି ଏବଂ ଭଜନ ଗୁଡିକ ହୃଦୟସ୍ପର୍ଶୀ ହେଉଥିଲା, ପ୍ରତିଟି ଅନ୍ତର୍ଜଗତକୁ ଆନ୍ଦୋଳିତ କରୁଥିଲା ଠାକୁରଙ୍କ ସେଇ କଥା, ଭାବ ଭକ୍ତିର କଥା। ଏବେ ଆଲୋଚନାର କାର୍ଯ୍ୟକ୍ରମ ଆଜି ଏ ଦିନ ଅକିଞ୍ଚନ ଉପରେ ସେ ଦାୟିତ୍ୱ ଦିଆଯାଇଛି। ହଠାତ୍ ମାଙ୍କର ଟିକେ ଅସୁସ୍ଥ ଶରୀର, ତେଣୁ ଚିନ୍ତାରେ ଥିଲେ, ସୁଭାଷ ସିଂ କହୁଥିଲେ ଯାହା ବହୁ ସେ ଯିବା ନାହିଁ। ଅନ୍ତତଃ ସେ ଗୁରୁ ପରମ୍ପରା ଆଜି ଗୋଟେ ବିଷୟ ଅନ୍ତତଃ ରଖାଯାଇଛି, ଯେ ଗୁରୁ ପରମ୍ପରା, ଏଇ ଯୋଉ ଗୁରୁ ପରମ୍ପରା କଥାଟି ଯଦି ବା ଆର ପରିସର ବ୍ୟାପକ, କିନ୍ତୁ ତାକୁ ଆଲୋଚନା କରିବା ତ ଅନେକ ଦିଗର ସମୟ ସାପେକ୍ଷ ନିଶ୍ଚୟ, କିନ୍ତୁ କିଛିଟା ଟିକେ ଝଲକ ମୁଁ ଯେ ସେମିତି ଯାହା ସୁଭାଷ ସାହି କହୁଥିଲେ ଆଦୌ ସେଇଆ ନୁହେଁ। ସେ ଗୋଟେ ଭଲ ପାଇବାର ଭାବ ନେଇ କହିଛନ୍ତି ଯେ ମୁଁ ସେମିତି ପ୍ରାଜ୍ଞ ହେଇକି ବିଜ୍ଞ ହେଇକି ବା ପୁରାଣ ପୋଥି ଉପରେ ସେମିତି ମୋର ଆଲୋଚନା ବା ଜ୍ଞାନ ନାହିଁ। ଏବଂ ଦିନହୀନ ଅକିଞ୍ଚନ ତାଙ୍କରି ସନ୍ତାନ, ଦୟାକରି ସେ ଯାହା ଶିଖେଇଛନ୍ତି ପ୍ରଭୁଙ୍କ ନିକଟକୁ ଆସି ତାଙ୍କ ଜୀବନରେ ବରଣ କରି ତାଙ୍କରି ପଦାଙ୍କ ଅନୁସରଣ କରି ଜୀବନ ଯାହା କିଛି ଏଇ ଆପଣ ମାନଙ୍କ ସହିତ ସଙ୍ଗ ସାହଚର୍ଯ୍ୟ କରି ଯାହା କିଛି ପଦେ ଦୁଇ ପଦ ଜାଣିଛି ଗୁରୁବାଦ ଉପରେ, ଗୁରୁ ପରମ୍ପରା ଉପରେ ଏବଂ ପ୍ରଭୁଙ୍କର ସଙ୍ଗ ସାନିଧ୍ୟ ଲାଭ କରିବା ଭିତରେ ଯୋଉ ଜ୍ଞାନ ଟିକେ ଅର୍ଜନ କରିଛି, ସେଇଥିରୁ ପଦେ ଦୈବତ କଥା କିଛି କଥା କହିବା ପାଇଁ ପ୍ରୟାସ ରଖୁଛି। ଅଛନ୍ତି ଆମର ସତ୍ସଙ୍ଗରେ ତ ସବୁ ବରେଣ୍ୟ ବରିଷ୍ଠରେ ଦାଦା ମାନେ ସବୁ ଅଛନ୍ତି, ପିତୃ ପ୍ରତିମ ମଣିଷ ମାନେ ଅଛନ୍ତି, ସେମାନଙ୍କର ଜ୍ଞାନ ଗରିମାର ସବୁ କଥା ମୁଁ ଶୁଣେ। ସବୁଦିନ ଯଦି ବା ଯୋଗ ଦେଇପାରେ ନାହିଁ, ତଥାପି ଯେତିକି ଶୁଣୁଛି, ଅଛନ୍ତି ବିଜୟ ଦା ଅଛନ୍ତି ବା ଅନ୍ୟାନ୍ୟ ସବୁ ପଣ୍ଡା ବରିଷ୍ଠ ରୀତିକ ମାନେ ଅଛନ୍ତି, ସେମାନଙ୍କ ଉପରେ ଆମେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଆପଣ ମାନଙ୍କର ଯଦି କିଛି ୟା ଉପରେ ଥାଏ ଅନ୍ତତଃ ଆପଣ ମାନେ ବି ଜାଣିନେବେ, ସେମାନେ ମଧ୍ୟ ସେ ଦିଗରେ ଅଛନ୍ତି, ଦକ୍ଷ ପ୍ରବୀଣ ମାନେ ଅଛନ୍ତି। ଏଇ ଯେମିତି ମନେ ହୁଏ ଏ ସତ୍ସଙ୍ଗରେ ଯେତେବେଳେ ଆଲୋଚନା ମୁଁ କରୁଛି, ପ୍ରଥମରେ ଏଇ ଭାବ ଟା ମୋ ଭିତରେ ଆସିଛି ଯେ ମନେ ପଡୁଥିଲା ଏଇ ଛୋଟ ପିଲାଟେ, ମୋର ବି ଗୋଟେ ପୁଅ ଅଛି, ଆପଣ ମାନଙ୍କର ସବୁ ପିଲାମାନେ ସବୁ ଥିବେ, ଆପଣ ମାନେ ଦେଖେ ସବୁ ଛୋଟ ପିଲା ଯେତେବେଳେ ଚାଲି ଶିଖୁଥାଏ ନା, ମାନେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଶିଖୁଥାଏ, ବାପା ମା କଣ କରନ୍ତି ବା ଗୁରୁଜନ ମାନେ କଣ କରନ୍ତି ତାକୁ ଚାଲି ଶିଖାନ୍ତି। ଚାଲି ଶିଖାନ୍ତି ମାନେ ଆଗକୁ ସେ ଚାଲୁଥାଏ, କେତେବେଳେ ଝୁଣ୍ଟି ପଡୁଥାଏ, କେତେବେଳେ ନିଜର ବାପା ମାଙ୍କୁ ଦେଖିଲେ ସେ ହମସିକି ଧାଇଁ ଆସେ ବାପା ମାଙ୍କୁ ଧରିବା ପାଇଁ, ଏଗୁଟା ସବୁ ଛୋଟ ପିଲା ଯେତେବେଳେ ଚାଲି ବୋଲି ତାର ଅନୁଭୂତି। ତେଣୁ ସେତେବେଳେ ସେ ଦେଖନ୍ତି, ଗୁରୁଜନ ମାନେ ଲକ୍ଷ୍ୟ କରୁଥାନ୍ତି ସେ ଚାଲୁଛି ତ ଧାଉଁଛି ଦେଖିବା କଣ ହଉଛି, କିନ୍ତୁ ଯେତେବେଳେ ପଡିଯିବାର ଝୁଣ୍ଟି ପଡିବାର ବା ହାଉସି ପଡିବାର ପଡିଯିବାର ସୂଚନା ସେମାନେ ପାଇଯାଆନ୍ତି, ଧାଇଁ ଯାଇକି ପିଲାଟିକୁ ଧରି ନିଅନ୍ତି। ଏ ସତ୍ସଙ୍ଗରେ ବହୁ ବରିଷ୍ଠ ବ୍ୟକ୍ତି ମାନେ ଅଛନ୍ତି, ଦାଦା ମାନେ ଅଛନ୍ତି, ଆଉ ମୁଁ ସେ ଛୋଟ ଶିଶୁ ଭଳି ଚାଲୁଛି ତ ନା, ଆଜି ଆଲୋଚନାରେ ଚାଲୁ ଚାଲୁ ଯଦି କେତେବେଳେ ଝୁଣ୍ଟି ପଡେ ବା ସେମିତି କିଛି ଆଭାସ ସୂଚନା ପାଆନ୍ତି, ନିଶ୍ଚୟ ନିଜ ଗୁଣେ କୋଳେଇ ନେବେ ଏବଂ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ତାକୁ ମଧ୍ୟ କିଛି ଆଲୋଚନା ସୁଧାରି ମତେ ଆହୁରି କିଛି ଜ୍ଞାନରେ ଅନ୍ତତଃ ମୋର ଜ୍ଞାନ ଅଭିବୃଦ୍ଧି ଦିଗରେ ଏ ଦିଗରେ ନିଶ୍ଚୟ ସହଯୋଗ କରିବେ। ଯାଇ ହଉ ଆଜି ଆଲୋଚନା ହଉଛି ମୋର ପ୍ରାର୍ଥନା ସେମାନଙ୍କ ନିକଟରେ ଯେ ଗୁରୁ ପରମ୍ପରା, ଆର୍ଯ୍ୟଭୂମି ଭାରତ ବର୍ଷ ଏ ହଉଛି ଗୁରୁ ପରମ୍ପରାର ଦେଶ। ଭାରତ ବର୍ଷର ସ୍ପନ୍ଦନ, ପ୍ରାଣ ଓ ସ୍ପନ୍ଦନ କୁହାଯାଏ ଗୁରୁ ପରମ୍ପରା। ଯଦି ମାନେ ଭାରତ ବର୍ଷର ପ୍ରଥମ ଆର ସଭ୍ୟତା ଯୋଉଦିନ ମାନବ ସଭ୍ୟତା ଗୋଟେ ସଭ୍ୟତାରେ ପଦାର୍ପଣ କଲା, କି ପ୍ରାକ୍ ଐତିହାସିକ ଯୋଉ ଐତିହାସିକ ସେଆଡକୁ ଯିବାନି କଥାଟା, କିନ୍ତୁ ଯୋଉ ଦିନ ପାଖରୁ ମନୁଷ୍ୟ ଗୋଟେ ମାନବିକତାର ମୂଲ୍ୟବୋଧ ଭିତରକୁ ଆସିଲା, ବୁଝିପାରିଲା ଜୀବନର ମୂଲ୍ୟବୋଧକୁ, ସେଇ ଦିନରୁ ବୋଧହୁଏ ଗୁରୁ ପରମ୍ପରା ଜାଗି ଉଠିଛି। ଜାଗ୍ରତ ଭାରତ ବର୍ଷ ଗୁରୁ ପରମ୍ପରାରେ, ଅନ୍ୟ ଦେଶରେ ନାହିଁ ବୋଲି କହିହେବନି, ଅନେକ ମନୀଷୀ ଋଷି ଅଛନ୍ତି, ଗୁରୁ ଅଛନ୍ତି, କିନ୍ତୁ ଭାରତ ବର୍ଷ ଗୋଟେ ସାରା ବିଶ୍ଵକୁ ଦେଇଛି ଯେ ଗୋଟେ ଗୁରୁବାଦର ନବୀନ ଚେତନା। ଏଠି ଯାହା କିଛି କରାଯାଏ ଗୁରୁ ହିଁ ସର୍ବାଗ୍ରେ। ଯେମିତି ଠାକୁରଙ୍କର ବାଣୀ ଅଛି, ଗୁରୁ ପୂଜା ନହେଲେ କିନ୍ତୁ କୋଉ ଦେବତାଙ୍କ ହୁଏ ନା ପୂଜା। ସବୁ ଦେବତାଙ୍କ ସିଦ୍ଧ ଆସନ, ଗୁରୁ ହିଁ ଜାଣିବେ ତାଙ୍କରି ଧ୍ୱଜା। ଅର୍ଥାତ୍ ପ୍ରଥମ କଥା କୁହାଗଲା, ଯୋଉଦିନ ପୂଜା ଆରମ୍ଭ ହେଲା, ଯଦି ପୂଜାର କଥା ଆଲୋଚନା କରାଯାଏ ତାହେଲେ ସେଠି ମଧ୍ୟ ଗୁରୁ ଆଗେ। ଆମେ ଯେତେବେଳେ ପୂଜା ବି କରିବା, ତେଣୁ ପୂଜାର କୂଳରେ ମଧ୍ୟ ସେଇ ଗୁରୁ କଥା ଅଛି, ବେଦରେ ଅଛି, ଗୁରୁ ମୂର୍ତ୍ତି, ଗୁରୁ ଧ୍ୟାନ, ଗୁରୁ ମୂର୍ତ୍ତି ଧ୍ୟାନ, ଗୁରୁ ମନ୍ତ୍ର ଇତ୍ୟାଦି ସବୁ କଥା ଆଉ ସେଡକୁ ଯିବାନି, କିନ୍ତୁ ମୁଖ୍ୟ କଥା ହେଲା ଯେ ପୂଜା କରିବା ଜୀବନର ଚଳନକୁ, ଜୀବନଟାକୁ ଆଗେ ପ୍ରଥମେ ଯେତେବେଳେ ଆମେ ଜୀବନର ପ୍ରଥମ ପାହାଚରେ ପାଦ ଦେଇ, ସେଇଟା ହିଁ ଗୁରୁ। ପିତା ମାତା ହତ୍ୟାର ଆଦି ଗୁରୁ ଠାକୁର କହୁଛନ୍ତି ଯେ ପିତା ମାତାଙ୍କର, ତେଣୁ ଗୁରୁ ଏଠି ସବୁବେଳେ ଗୁରୁବାଦକୁ ଗୁରୁତ୍ୱ ଦିଆଯାଇଛି।
गुरुत्व दि जाए भारत वर्षर गुरुत्व आज सारा विश्व में प्रतिपादित हो पारी जो मैंने भी से विवेकानंद कहतु इतिहास पुराण पृष्ठ को आम जदि जावा तेना वशिष्ठ विश्वामित्र कथा कहतु संदीपनी कथा कह जाऊ तेणु ये जुगे जुगे पुरुषोत्तम माने ये गुरु परंपरा को माने सम्मान दे चली जीवन में गुरु को आधार कर चली गुरु वशिष्ठ पुराण शास्त्र आम जदि तर्जमा करा सर्प जीवा कथा मानसिकता नहीं तेणु देखा जाए गुरु को बाद जीवन जमी गति ना गुरु ही जमी भारत वर्ष प्रति जनजीवन स्पंदन तेणु ये हूँ भारत वर्षर गुरु परंपरार गोटे प्रथम कथा तेणु गुरु को बाद जीवन तेणु से ठाकुर कहते गुरु पूजा ना किंतु कौ देवता हुए ना पूजा 33 कोटी 36 कते देवदेवी सब भारत वर्ष आम सब कहूचे कते कथा कि जिते देवदेवी पूजा कर आगे ही गुरु तेणु गुरु मंत्र ही बड़ जिनस ठाकुर से सद्गुरु रूप में आस गुरु पुणी विभिन्न गुरु कहीं गुरु पुणी गुरु गुरु दीक्षा गुरु शिक्षा गुरु सद्गुरु गुरु पुरुषोत्तम सद्गुरु पुरुषोत्तम ये केते कथा सब रही से दिगरे आमको देखा पड़ो जे गुरु आम क्या माने कह गुरु तो अनेक गुरु अच्छा जी पदी शिखेला भी सी भी जीवन गुरु गुरु कथा व्यासदेव कथा रही मन पड़े से आपण मैंने से दिगरे पढ़ी गुरु होउछन्ति जीवन मूल आधार गुरु को बाद दे जीवन जमी गति ना मुक्ति ना गोटे पाद आग को देले भी सेठी गुरु आवश्यकता रही गुरु को बाबद अनेक भक्त प्रवीण भक्त मान आसी ठाकुर पचारि जीवन तो सब अच्छी ऐश्वर्य अच्छी ज्ञान अच्छी गारिमा अच्छी संपद अच्छी ता भितर गुरु आवश्यकता कौन अच्छी से दिगरे आप जानते ठाकुर केमी बुझे गुरु आवश्यकता कौन यही गुरु होती ने आम समस्त जानी संज्ञा दवा आवश्यक ना टी तथापि छुई दे अंधार पथर आलोकर वर्तिका जाली जीवन पथ देखा दिखती गुरु होती जीवन कांडारी जीवन दिशारी तेणु गुरु को बाद जीवन गति ना तेणु से सारा विश्व गुरु परंपरा को आगे पाथ्य कर गुरु को आदर नहीं तेणु गुरु ही जीवन मूल केन्द्र गुरु ही जीवन सबकि गुरु को बाद आम कि भी अजाणत भावुचे मो जीवन तो मुझे गुरु ग्रहण करना किए कही पारती मो विद्यालय को जाए ना पढ़ी ना शिक्षा करना मो जीवन कौन मो जीवन तो किसी ही ना ठीक भाव में चली अजाणत से चिंता कर जीवन जन गुरु अच्छा तेणु क्या आदर्श को से जीवन में पाथ्य कर चली जो कि जीवन में गुरु ही एकदम निहाती आवश्यक तापर ए बाबद कहते सद्गुरु दरकार जीवन में गुरु अनेक थी पारती सब दिग दे दक्षता ज्ञान न था तेणु जीवन जो सी आस गुरु जड़े मिलती सद्गुरु निर्वाचन कथा कहुई भागवत से कथा कहुई जंदर जे गुरु को न मणिब नर गुरु ही साक्षात ईश्वर अर्थात गुरुंकर से गुरुत्व थिला तो से ईश्वर हेबे तेणु से गुरुंकर से पर्यायक्रम गुरु को आम जो विभिन्न दिग दे देखा किए साधारण गुरु किए दीक्षा गुरु शिक्षा गुरु केते कथा रही गुरु पुरुषोत्तम सद्गुरु पुरुषोत्तम परम प्रेम से ठाकुर आसी जग जग पुरुषोत्तम जिते बड़े गुरु हो जाती जोटा कि गीतार कथा आप देखी अर्जुन को से देते शिक्षा जो पर्यंत सी अर्जुन गुरु रूप में वर्ण करना से पर्यंत गीतार कथा से कही ना प्रभु कृष्ण जीवन कथा एवं से युद्ध भूमि कुरुक्षेत्र में से गुरु पद मुझे शरणागत आप मोर जीवन गुरु जे आप मत मुझे जानी पार ना मो मुस्यमान मो मूढ़ हो जाऊँगी मोर ज्ञान सब जमी विलुप्त हो जाए लोप पाई जाऊँगी कौन करवा उचित कौन करवा न उचित युद्ध करी कि ना ये सब कथा से एकदम मूढ़ हो मूर्ख माने से भावुं कि ना से गुरु पदर वरण कर सद्गुरु पुरुषोत्तम मर्यादा पुरुषोत्तम सॉरी लीला पुरुषोत्तम कृष्णचंद्र से दिन अर्जुन को गीता ज्ञान कथा कहते जीवन कथा कहते युद्ध विभिन्न दिग दे केते अष्टादश योग जो रही भक्ति योग ज्ञान मार्ग केते कथा से कही गुरु आवश्यकता रही जिते बड़े जे जीवन जहाँ कि ना तेणु गुरु परंपरा हूँ से दिन मन पड़े गोटे कथा व्यासदेव कथा
गोटे छोट अनेक ज्ञान से अधिकारी था से जाइए गोटे छोट गोटे ज्ञान वन माने अगणागणी वनस्थ भितर जाऊँ देखुं गोटे बणरे कुड़िया घरटे कुड़िया आगे छोट खजुरी गछटे से खजुरी गछटे पाखरे जड़े आदिवासी लोकटे छिड़ा से कौन से गछ मूल छिड़ा मंत्र कर बही पढ़ाई जानी खाली गुरु परंपरा कथा आधार करके कि कौन से आदिवासी लोकटे मंत्र कर खजुरी गछटा नई आसुची से खजुरी अगरे बांधी ताड़ी संग्रह करी से पुणी नहीं जाऊँ व्यासदेव छिड़ा गले अनुभव कले ये पुणी कि विद्या तो अनेक विद्यार अधिकारी सीना कि ये विद्याटा तो मुझे जानी ना तेणु ये विद्याटा को हासिल करा पड़ो ये तो गोटे विद्या गछटा नई आसूची पुणी ऊपर को चली जाऊँ ये तो गोटे अद्भुत विद्या अलौकिक ये कथा जानिकी से जापर परवर्ती पर्यायर से आदिवासी घर को आसी आदिवासी जनक से कौन जानी के जानी व्यासदेव घर को आसवा देखे से कहते ये कहीं आसुंच ये सब कथा कि गोटे जानापी आसत बड़ा महान व्यक्ति परिचर्चा करवा आवश्यकता पूरण करने मो पक्ष असंभव तेणु से पुओ को कही छोट पिलाटू जे जन महान व्यक्ति आसुंच से जदि आम घर को आसला भाई लगुच तेणु मु पलि जाऊँ बन को तू खाली एति कहबू जे बापा बन को जाइए व्यासदेव आसी देखी जहाँ कि से सुपुत्र को पचारि तुम पिता कहते ना बन को जाइए जा ये कथा से कहीं महाभाग आसी प्रणाम कर पिलाटी कहीं आम गाँव को आम तो गोटे पत्र पड़िया आदिवासी लोक ना ये आसी तुम बापा पाखे गोटे विद्या अच्छी से विद्याटी को शिक्षा करने आसी से फेरी कहते मुझे परवर्ती बापा आसला मु पुणी आसी एमती बारंबार से शिशुपुत्र को बापा कहीकि बण को पलि जाऊँ ये कारण किसी पिलाटी जापर शेष मुहूर्त से कहते ठीक अच्छे आप महाभाग कहीं आसुँच मुझे जाने बापा आसी आपको देखा न करने कहीकि पलि जाऊँ बण को आगे कौन सत दासदेव कहते मोर गोटे विद्या तो मो बापा पाखे अच्छी से शिक्षा करने को चाहे ना कौन विद्या ना ये विद्या यहीटा तो मुझे शिखी ना तुम्हें शिखी तुम्हें मत शिखी पार ना हाँ शिक्षादान दे पारि जहाँ व्यासदेव गुरुपदे वरण गुरुपदे वरण कर प्रथम शिशुपुत्र को आदिवासी शिशुपुत्र को गुरुपदे वरण कला शिशुपुत्र से विद्याटी से विद्या को देखी से फेरी जाइए विद्याटी को हासिल कर आदिवासी फेरी फेरला पुत्र सब कथा कही कहे हाय पुत्र तू कौन कलु तू कहीं भूल कलु ना कौन भूल कल ना जो शिक्षा जो जहाँ को गोटे गुरु जो शिष्य को शिक्षा दे से शिष्य जदि गुरु पदरे आजीवन वरण कर न पारे हृदय अंतर भितर जदि गुरु पदरे अभिषिक्त कर न पारे वरण कर नहीं पारे ताले से शिक्षा फलप्रद हुए व्यर्थ ही जाए यही हूँ गुरुपद गुरु परंपरा गुरु को आगे वरण करने को हम जीवन भर एकांत भाव एक निष्ठ माने भक्त होगा पड़ो गुरु पाखे शिष्य होगा पड़ो ठाकुर कहते जो शिष्य प्राणपणे गुरु का आदेश पालन कर कदापि विफल होना शिष्यर कर्तव्य प्राणपणे गुरु का आदेश कार्य परिणत करवा गुरु को लक्ष्य कर चलवा तेणु ये जो गुरु सत से आदिवासी प्रकृत मुझे परीक्षा करी शिशुपुत्र कहूँ मुझे व्यासदेव पाखक गोटे दिन हो शिशुपुत्र पत्रटी व्यासदेव पाखक व्यासदेव सत शिष्य परिवेष्टित हो बसी ज्ञान चर्चा चली आसन आसन से बसी शिष्य मैंने चारिपाखे बस शिशुपुत्र को देखुं व्यासदेव एवं आसन उठी पड़ुंट धाई आसी शिशुपुत्र पाद पुत्र पाद धोई दौरान जल एवं नहीं निज आसन बसाऊँ पादरे यथासंभव प्रणिपात कहते हे गुरुदेव आप कहीं दयाकोरी कहतु अदूर देखुची श्री सुपुत्र बापा प्रकृत मो व्यासदेव मुझे कही व्यासदेव मो से पुत्र को गुरुपदे वरण कर जहाँ भी हो से देखी देखला तार प्रकृत व्यासदेव महान एत बड़ जन तथा से गुरु को वरण कर गोटे शिशुपुत्र को गुरुपदे वरण कर जो मानसिकता से मानते व्यासदेव से महान तेणु जीवन में गुरु आवश्यकता माने केते रही ये भारत वर्ष गुरु परंपरा को पाथेय करी भारत वर्ष आज ज्ञान
ଯେ ଭାରେ ରତ ବୋଲି ଭାରତ କୁହାଯାଇଛି, ଜ୍ଞାନରେ ରତ, ଏବଂ ସେଇଥିପାଇଁ ଭାରତବର୍ଷ ମହାନ ହେଇ ଉଠିଛି। ସମସ୍ତେ ଏଇ ଯୋଉ ଗୁରୁ ପରମ୍ପରା, ମାନେ ସଦ୍ଗୁରୁ ପୁଣି କିଏ ଆସନ୍ତି, ସଦ୍ଗୁରୁଙ୍କୁ ଦେଖିବାକୁ ପଡିବ। ଠାକୁର ସେ ଦିଗରେ ମଧ୍ୟ ଠାକୁରଙ୍କର ବାଣୀ ରହିଛି। ଆମେ ଠାକୁର କହୁଛନ୍ତି ଯେ ସଦ୍ଗୁରୁ କିଏ? ଠାକୁର ସବୁ ବିଭିନ୍ନତା ବନ୍ଧୁ ବୋଧ ସନ୍ଧିପନାର ସାମଞ୍ଜସ୍ୟରେ ନ୍ୟାୟତଃ ଯାହାଙ୍କଠାରେ ସାର୍ଥକତା ଲାଭ କରି ବ୍ୟଷ୍ଟି ବୈଶିଷ୍ଟ୍ୟ ସହିତ ସମଷ୍ଟିର ସ୍ୱତଃ ସ୍ୱାର୍ଥରେ ଆତ୍ମସ୍ୱାର୍ଥ ହୋଇ ସହଜ ଇଷ୍ଟ ପ୍ରେରଣା ମୁକ୍ତ ସମ୍ବେଗୀ ହୋଇ ଠିଆ ହୋଇଛି, ସେ ହିଁ ମଣିଷର ସହଜ ସଦ୍ଗୁରୁ ବା ପ୍ରିୟ ପ୍ରେଷ୍ଠ। ତାଙ୍କର ଏବଂ ତାଙ୍କ ପ୍ରତି ସ୍ୱତଃ ଆସକ୍ତିରେ ତାଙ୍କରି ଆଦେଶ ଓ ନିର୍ଦ୍ଦେଶରେ ଅନୁସରଣ ହିଁ ହେଉଛି ମଣିଷର ପ୍ରଥମ ଓ ପ୍ରଧାନ କରଣୀୟ। ତାପରେ ହିଁ ହେଉଛି ଯିଏ ପିତା, ଆଶ୍ରୟଦାତା, ଅନ୍ନଦାତା ଓ ଉପକାରୀ, ସେମାନଙ୍କ ଯଥୋପଯୁକ୍ତ ଭାବେ ରକ୍ଷା କରିବା, ସାହାଯ୍ୟ କରିବା ଏବଂ ତୁଷ୍ଟି ଓ ପୁଷ୍ଟିର ଅଭିନନ୍ଦନରେ ଅନୁପୂରଣ କରିବା ସାମଞ୍ଜସ୍ୟ ସହିତ ଏହା ହିଁ ବୁଝି ଚାଲ ତୃପ୍ତି ଲାଭ କରିବ। ସଦ୍ଗୁରୁ ଠାକୁର ବୁଝେ ତ ଗୁରୁ, ତାହେଲେ ଗୁରୁ କଣ ମାନେ? ସଦ୍ଗୁରୁ ପୁରୁଷୋତ୍ତମ ସେ ତ ହେଲେ ସଦ୍ଗୁରୁ। ପୁଣି ପିତାମାତାଙ୍କୁ ସେ ଗୁରୁ ବୋଲି କହିଲେ, ଯୋଉମାନେ ଉପକାରୀ ଏବଂ ଯୋଉମାନେ ଆଶ୍ରୟଦାତା। ତେଣୁ ସେଇଥିପାଇଁ ଯେ ଗୁରୁ ଏଇମାନେ ହିଁ ଗୁରୁ, ଏବଂ ସେମାନେ ହେଉଛନ୍ତି ଭାରତବର୍ଷ ସେଇ ଗୁରୁତ୍ୱ ଦେଇ ଆସିଛି ଜୀବନରେ। ଗୁରୁ ହିଁ ହେଉଛନ୍ତି ଶ୍ରେଷ୍ଠ। ତେଣୁ ଗୁରୁଙ୍କୁ ନ ମଣିବାର ଗୁରୁ ହିଁ ସାକ୍ଷାତ ଈଶ୍ୱର। ଏବଂ ନିର୍ଗୁଣେ ଯୋଉ ଗୁରୁ ବେଦ ଜ୍ଞାନରେ ରତ, ଯେ ଗୁରୁ ବେଦ ଜ୍ଞାନ ରତ, ନିର୍ଗୁଣ ଆତ୍ମଜ୍ଞାନ ରତ, ତାଙ୍କୁ ଗୁରୁ ବୋଲି ନିର୍ବାଚନ କରାଯାଏ। ବେଦ ଜ୍ଞାନରେ, ବେଦରେ ଯେ ଅଭିଜ୍ଞ ଅଛନ୍ତି ଏବଂ ଆତ୍ମଜ୍ଞାନ ଯେ ଦେଇପାରନ୍ତି, ଏଇସବୁ କଥା କେତେ। ଆଉ ଠାକୁରଙ୍କୁ ସେ ଦିଗରେ ଦେଖିବାକୁ ଗଲେ ଆମେ ଦେଖିବା ଯେ ଇତିହାସ ପୃଷ୍ଠାରେ ଯଦି ଗୁରୁ ପରମ୍ପରା ମଧ୍ୟ ଏକ ନମୁନା, ଦୁଇଟି ନମୁନା ମୁଁ ଦେବି, ଅନେକ ତ ରହିଛି। ଯେ ଶିବାଜୀ ଏବଂ ରାମଦାସଙ୍କ କଥା ନେବା। ଶିବାଜୀ ଦେଖନ୍ତୁ ଗୁରୁ ପରମ୍ପରା, ସେ ବି ଜଣେ ରାଜା ହେଇକି ଯେ ଭାରତ ବର୍ଷରେ ଜଣେ ମହାନ ରାଜା ଛତ୍ରପତି ଶିବାଜୀ ମଧ୍ୟ ଗୁରୁ ରାମଦାସ ସେଦିନ ଗୁରୁ ପଦରେ ବରଣ କରିଥିଲେ, ଆପଣ ଜାଣିଛନ୍ତି। ଏବଂ ତାଙ୍କର ଶିକ୍ଷା ଗୁରୁ ମଧ୍ୟ ଦୀକ୍ଷା ଅସ୍ତ୍ର ଗୁରୁ କଣ୍ଡ ଥିଲେ, ଦାଦାଜୀ କଣ୍ଡଦେବ, ଯାହା ରାମଦାସ ତାଙ୍କର ଶିକ୍ଷା କରୁଥିଲେ। ଏବଂ ଗୁରୁଙ୍କୁ କାହିଁକି ଗ୍ରହଣ କରାଯାଏ, ଏ ଗୁରୁ ପରମ୍ପରା କାହିଁକି ଗୁରୁତ୍ୱ ଦିଆହେଇଛି, ସେଇଟାକୁ ଆପଣ ଶିବାଜୀଙ୍କ କଥାର ଆଲୋଚନା କଲେ ଜଣା ପଡିବ। ଶିବାଜୀ ଛତ୍ରପତି ହେଇଯାଇଛନ୍ତି, ତାଙ୍କ ଭିତରେ ଗୋଟେ ଅହଂ ଜାଗି ଉଠିଛି। ତାଙ୍କ ଭିତରେ ଅହଂକାର ହୋଇଯାଇଛି ଯେ ମୁଁ ଛତ୍ରପତି ଶିବାଜୀ, ମୋ ଭିତରେ, ମୋ ରାଜ୍ୟରେ କେହି ଦୁଃଖ ନାଟନରେ ନାହାନ୍ତି, ସମସ୍ତେ ଜ୍ଞାନ ଗରିମାରେ ଭରପୁର ହେଇ ରହିଛନ୍ତି, ସମସ୍ତେ ଧନ ଜନ ଐଶ୍ୱର୍ଯ୍ୟରେ ଭରପୁର ହେଇ ରହିଛନ୍ତି, କିଛି ଅଭାବ ନାହିଁ, ସମସ୍ତେ ସୁଖ ଶାନ୍ତିରେ ପ୍ରାତିପାତ କରୁଛନ୍ତି। ଏଇ ଚିନ୍ତାଧାରା ଶିବାଜୀଙ୍କ ଭିତରେ ଥିଲା। ଅହଙ୍କାର ମଧ୍ୟ ଥିଲା। ସାଧାରଣତଃ ଗୋଟେ ପଦପଦବୀ ପାଇଲା ପରେ ଅହଙ୍କାରଟା ଆସିଯିବା ସ୍ୱାଭାବିକ, ଏବଂ ସେ ଆସିଛି ମଧ୍ୟ ତାଙ୍କର। ଏବଂ ଏଇ କଥା ଗୁରୁ ହିଁ ଜାଣିପାରିଛନ୍ତି। ଏଇଥିପାଇଁ ଗୁରୁ ପରମ୍ପରା, ଗୁରୁ ହିଁ ଜାଣିପାରନ୍ତି ଯେ ସଦ୍ଗୁରୁ ଯୋଉମାନେ ଦିବ୍ୟ ଦ୍ରଷ୍ଟା, ଦିଗ୍ଦ୍ରଷ୍ଟା, ଯୋଉମାନେ ତ୍ରିକାଳଜ୍ଞ ପୁରୁଷ, ସେଇ ସେମାନେ ଜାଣିପାରନ୍ତି ଆମ ଶିଷ୍ୟ ଭିତରେ କଣ ଅହଂ, କୋଉ ଆତ୍ମବିଦ୍ୟା ବା କୋଉ ଅଭାବ ବୋଧ ତା ଭିତରେ ଜାଗି ଉଠୁଛି। ଗୋଟେ ପୂର୍ଣ୍ଣାଙ୍ଗ ଆପଣଙ୍କ ନେଟ୍ ପାଉନି, ନେଟ୍ କଟିଗଲା। ଭାଗୀରଥ ଦାଦା, ହଁ କୁହନ୍ତୁ। ନହେଲେ ଖୋଲା ଜାଗାକୁ ଯାଆନ୍ତୁ, ଅଡିଓ ଅନ୍ କରନ୍ତୁ, ଅଡିଓ ଅନ୍ କରନ୍ତୁ, ଅଡିଓ ଅନ୍ କରନ୍ତୁ, ଅଡିଓ ଅଫ୍ ହେଇଛି। ଭାଗୀରଥ ଦାଦା ଆପଣଙ୍କର ଅଡିଓ ଅଫ୍ କରନ୍ତୁ, ଅନ୍ କରନ୍ତୁ, ଅଫ୍ ହେଇଛି। ହ୍ୟାଲୋ, ଅଡିଓ ଅନ୍ କରନ୍ତୁ। ନେଟ୍ ସ୍ଲୋ ହେଇଯାଇଛି ବୋଧେ। ହ୍ୟାଲୋ, ହଁ ହେଲା କି? ହଁ ଶୁଭିଲା, କୁହନ୍ତୁ। ହଁ, ସେଦିନ ରାମଦାସ ଯାଇଛନ୍ତି। ଆପଣ ସେ ଗୀତ ଜାଣିଛନ୍ତି, ବିଷୟଟି ପଢା ଯାଉଥିଲା। ଖାଲି ଇତିହାସରେ ଜଣେ ଶିକ୍ଷକ ସାଧାରଣ କିଛିଟା ଆମେ ଜାଣି, ସେଇ ଦିଗକୁ ନେଇକି ଗୁରୁ ପରମ୍ପରାକୁ ଆମେ ଦେଖିବା। ସେତେବେଳେ କେମିତି ପୁରାଣ ପୃଷ୍ଠ, ଇତିହାସ ପୃଷ୍ଠରେ ମଧ୍ୟ ଗୁରୁ ପରମ୍ପରାକୁ ଗୁରୁତ୍ୱ ଦିଆଯାଇଛି। ସେଦିନ ଶିବାଜୀ ରାମଦାସ ଯାଇଛନ୍ତି ଯେ ଶିବାଜୀକୁ ଏଇ ଶିକ୍ଷା ଦେବା ପାଇଁ, ତାଙ୍କ ଭିତରେ ଅହଙ୍କାର ଅହମିକାକୁ ଦୂର କରିବା ପାଇଁ ସେ ଯାଇଛନ୍ତି। ଏବଂ
ଯାଇକି ଯେତେବେଳେ ଦେଖୁଛନ୍ତି ଯେ ମାଗିଛନ୍ତି ଭିକ୍ଷା ମାଗିବା ଆଳରେ ସେ ଯାଇଛନ୍ତି। ତେଣୁ ସେ ସୁନ୍ଦର କଥା ସବୁ ରହିଛି ଯେ ଦୁଆର ପାରୁ ସେ ଡାକଇକି ସେ ମିଳୁ ଭିକ୍ଷା ମଥି ଧନ ଧାନ୍ୟରେ ପୁରିଛି ଦେଶ ତ ସେ ତ ତାର ଅଭିମାନ କିଏ ସେ ଭିକାରୀ ଶିବାଜୀ ରାଜ୍ୟ ଭିକ୍ଷାର ନାହିଁ ସ୍ଥାନ। ଏଇ ଯୋଉ ଅହଙ୍କାର ତାଙ୍କ ଭିତରେ ଥିଲା। ତକ୍ଷଣ ଆସି ଦେଖିଲା ଦ୍ୱାରା ଉଭା ଗୁରୁ ରାମଦାସ ଭିକ୍ଷା ଥାଳଟି ଝୁଲାଇ ଅଧରେ ଫୁଟାଇ ଆସ। ଦେଖିଛନ୍ତି ଯେ ଆସି ଧାଇଁ ଆସିଛନ୍ତି, ତଥାପି ସିନା କହିଦେଲେ ଅହଙ୍କାର ଭିତରେ ଏ ଭିକ୍ଷାର ସ୍ଥାନ ନାହିଁ ଫେରାଇ ଦିଅ। କିଏ ଭିକ୍ଷା ମାଗୁଛି ଶିବାଜୀ ରାଜ୍ୟରେ? ଶିବାଜୀ ରାଜ୍ୟରେ କେହି ଦରିଦ୍ର ନାହାନ୍ତି, କେହି ଭିକ୍ଷୁକ ନାହାନ୍ତି। ତାପରେ ବି ହଠାତ୍ ତାଙ୍କ ଭିତରେ କଣ ଗୋଟେ ଚେତନା ଜାଗି ଉଠିଛି ବା କ୍ରୋଧ ହଉ ଯାହା ବି ହଉ ସେ ଉଠି ଆସିଛନ୍ତି। ଦେଖୁଛନ୍ତି ରାମଦାସ ଉଭା ହେଇଛନ୍ତି ଗୁରୁଦେବ ପାଦ ତଳେ ଚରଣ ବନ୍ଦୀ ଭାଷଇ ଶିବାଜୀ କାହିଁ ପାଇଁ ଆଗମନ ଆଦେଶ ସେବା ହଉ ଦେଇପାରେ ସବୁ ଲୋଡ଼ା ଯେତେ ଧନ ଧନ କେଉଁ ରାଜ୍ୟର ଅଧିପତି ପଦ ନେବାକୁ ହେବ କି ରାଜି ଛତ୍ରପତି ହେ ଗୁରୁ ଦକ୍ଷିଣା ଦେଇପାରେ ସବୁ ଆଜି। ସେତେବେଳେ ଶିବାଜୀଙ୍କର ଅହଙ୍କାର ଟା ନମିଯାଏ, ପୁରା ଅବଦମିତ ହେଇଯାଇଛି। ମାନେ ସିଏ ନଇଁ ପଡିଛନ୍ତି ଗୁରୁଙ୍କ ପାଖରେ। ସେ ତାଙ୍କ ଭିତରେ ସେ ଭାବଟା ଥିଲା ନା, ପଦ ପଦବୀ ପାଇଲା ପରେ ସିନା ଅହଙ୍କାରଟା ଆସିଛି। ଗୁରୁଙ୍କ ପ୍ରତି ଯୋଉ ଶ୍ରଦ୍ଧା ଭକ୍ତି ବିନମ୍ର ଭାବ ତାଙ୍କ ଭିତରେ ଥିଲା, ସେଇଥିପାଇଁ ସେ ଛତ୍ରପତି ହେଇଛନ୍ତି। ବିରାଟ ମୋଗଲ ବାହିନୀକୁ ମଧ୍ୟ ଦୁର୍ଦ୍ଦଶ ବାହିନୀକୁ ସେ ପଦଦଳିତ କରି ବିଜୟ ହାସଲ କରିଥିଲେ। ଯାହା ବି ହଉ ସେତେବେଳେ ସେ ଦେଖୁଛନ୍ତି, ସେତେବେଳେ ସେ ରାମଦାସ କହୁଛନ୍ତି ଆରେ ତୁମେ ମୋତେ କି ରାଜ୍ୟ ଦବ? ମୋର କିଛି ରାଜ୍ୟର ଆବଶ୍ୟକତା ନାହିଁ, ଏଇଟା ହଉଛି ମୋର ରାଜ୍ୟ। ଭିକ୍ଷା ଥାଳଟିକୁ ଦେଖେଇ ଦଉଛନ୍ତି, ଏଇଟା ମୋର ରାଜ୍ୟ ଆଉ ମୁଁ ହଉଛି ତାର ରାଜ୍ୟପାଳ। ଏ ଥାଳରେ ଯୋଉ ଭିକ୍ଷା ମିଳଇ ସେଇ ମୋର ମହାଧନ ମୋ ଦେଶ ପ୍ରୀତିର ସଂକେତ ତାହା ଦିଏ କୋଟି କୋଟି ଜନ। ସେ କହୁଛନ୍ତି ଏଇ ଯୋଉ ଥାଳରେ ଯୋଉ ଭିକ୍ଷା ମିଳେ ନା ସେଇଟା ହଉଛି ମହାଧନ, ତୁମେ ମତେ ଆଉ କି ଧନ ଦବ? ଶିବାଜୀ ନା ତେଣୁ କଣ ଆପଣ ଚାହାନ୍ତି? ମୁଁ ଚାହେଁ ଗୋଟିଏ କେବଳ ଚାହେଁ, ଯଦି ମତେ ଦକ୍ଷିଣା ଦେବାକୁ ଚାହଁ ଛାଡ଼ି ବୀର ବେଶ ହେବିର ବଙ୍ଗବ ଧର ହି ଭିକ୍ଷା କରେ ଧର ହି ଥାଳ ମାଗି ନ ଯାଇ ପ୍ରେମର ଭିକ୍ଷା ବୁଲି ବୁଲି ଘର ଘର। ସେ ତାଙ୍କୁ ଦଉଛନ୍ତି ଯାଅ, ଯଦି ପ୍ରକୃତରେ ମତେ ଗୁରୁ ଦକ୍ଷିଣା ଦେବାକୁ ଚାହୁଁଛ ତାହେଲେ ଏଇ ଭିକ୍ଷା ଥାଳଟିକୁ ହାତରେ ଧର ଏବଂ ଯାଅ ଘରେ ଘରେ ପ୍ରତିଟି ଘରେ ଘରେ ବୁଲିବ, ଗୋଟିଏ ଘରକୁ ମଧ୍ୟ ବାଦ ଦେବାନି, ବୁଲି ବୁଲି ଘର ଘର ପ୍ରେମର ଭିକ୍ଷା ମାଗି ଆଣ। ବାସ୍ ଏଇ ଯୋଉ ମାନିବାର ଭାବଟା ଶିଷ୍ୟର ଠାକୁର କହୁଛନ୍ତି, ଯୋଉ ଶିଷ୍ୟ ପ୍ରାଣପଣେ ଗୁରୁଙ୍କ ଆଦେଶ ପାଳନ କରିଛି, ପ୍ରାଣପଣେ ନଥିଲା ଦ୍ୱିଧା ନାହିଁ କୌଣସି କୁଣ୍ଠା ନାହିଁ କୌଣସି ମାନେ ମନରେ କୌଣସି ଦ୍ୱିଧାବୋଧ ନଥିଲା, ସହଜ ଭାବରେ ସେ ମାନି ନେଲେ। ଶିଷ୍ୟର କର୍ତ୍ତବ୍ୟ ହଉଛି ଯେ ସହଜ ଭାବରେ ଗୁରୁଙ୍କୁ ମାନି ନେବା। ଏଇଟା ଭାରତବର୍ଷର ଯୋଉମାନେ ବ୍ୟକ୍ତି ମହାନ ବ୍ୟକ୍ତି ପ୍ରକୃତର ବ୍ୟକ୍ତି ଯୋଉମାନେ ସେଇମାନଙ୍କ ଭିତରେ ଥିଲା। ସେଦିନ ଥିଲା ବି ବିବେକାନନ୍ଦଙ୍କ ଭିତରେ ସହଜ ଭାବରେ ସେ ମାନି ନଉଥିଲେ। ସେଦିନ ମାନେ ଯୋଉମାନେ ନେତାଜୀ ସୁଭାଷ ବୋଷ ଆମେ ଦେଖିବା, ଯୋଉମାନେ ଏଠି ଦେଶବରେଣ୍ୟ ନେତା ପୂର୍ବପୁର ମାନେ ଇତିହାସ ପୃଷ୍ଠର ରାଜା ରାଜୁଡ଼ା ଯୋଉମାନେ ପ୍ରକୃତରେ ମାନବିକତା ମୂଲ୍ୟବୋଧ ଯୋଉମାନଙ୍କର ଥିଲା, ଏ ଗୁରୁ ପରମ୍ପରାକୁ ସେମାନେ ସମ୍ମାନ ଦେଇଛନ୍ତି ଏବଂ ସଫଳତା ପାଇଛନ୍ତି, ଯେଟା ଠାକୁରଙ୍କର ବାଣୀ ଅଛି। ତେଣୁ ସେଦିନ ଯାଇଛନ୍ତି ଏବଂ ସେ ପ୍ରେମରେ ଭିକ୍ଷା ମାଗିଛନ୍ତି, ଘର ଘରେ ମାଗୁଛନ୍ତି। ଦେଖୁଛନ୍ତି କେତେ ଘର ନିରନ୍ନ ଖାଇବାକୁ ପାଉନାହାନ୍ତି, କୋଉମାନେ ରୋଗ ଶୋକ ଦାରିଦ୍ର୍ୟରେ ଜରା ପ୍ରପୀଡ଼ିତ ହେଇ ପଡି ରହିଛନ୍ତି, ଚିତ୍କାର କରୁଛନ୍ତି, କାହାର କେଉଁ ଦୁଃଖ ବୁଝିବା ପାଇଁ କେହି ନାହାନ୍ତି। ଏଭଳି କେତେ କଣ ସେ ଦେଖୁଛନ୍ତି, ତାଙ୍କ ଭିତରେ ଅହଂଟା ଦୂର ହେଇଯାଇଛି। ମୁଁ ଯେ ଭାବିଥିଲି ଶିବାଜୀ ରାଜ୍ୟରେ କେହି ଭିକ୍ଷୁକ ନାହାନ୍ତି, ମୁଁ ଆଜି ଦେଖୁଛି କଣ ମୋ ଗୁରୁ ଆଜି ମୋ ଆଖି ଖୋଲି ଦେଇଛନ୍ତି। ଯେଉଁଟାକି ସେଦିନ ରଣଜିତ ସିଂ କହିଥିଲେ, ସେ ମାଟିକୁ କହିଥିଲେ ଯେ ଫିଟାଇଲୁ ଆଖି ବୁଝିଲି ଆଜି ମୁଁ ବୃଥା ରାଜପଣ ସିନା ପ୍ରଜା ଯେବେ ମରେ ପଲ୍ଲୀପୁରେ କାହିଁ ଅନ୍ନ ଗୋଟିକର ବିନା। ତେଣୁ ସେ କହିଥିଲେ ଯଦି ପ୍ରଜା ଗୋଟେ ରାଜାର କର୍ତ୍ତବ୍ୟ ହଉଛି କଣ, ରାଜା ନିଜେ ବି ଜାଣିନଥାଏ, ଏଇଟା ଗୁରୁ ହିଁ ଜଣାଇ ଦିଅନ୍ତି। ଗୋଟେ ରାଜାର କର୍ତ୍ତବ୍ୟଟା କଣ ଗୁରୁ ହିଁ ଜଣାଇ ଦିଅନ୍ତି। ସେଣେ ଯୁଗେ ଯୁଗେ ଜଣେ ଅଶୋକ ଚଣ୍ଡାଶୋକର ଧର୍ମାସ କହିଲେ ସେ ଗୁରୁଙ୍କୁ ପଦରେ ବରଣ କରି ଯତ ପର୍ଯ୍ୟନ୍ତ ସେ ଗୁରୁଙ୍କର ଆଶ୍ରିତ ହେଇନଥିଲେ, ତେଣୁ ଗୁରୁଗତ ପ୍ରାଣ ତାଙ୍କର ନଥିଲା, ସେ ପର୍ଯ୍ୟନ୍ତ ଯେତେବେଳେ ସେ କଳିଙ୍ଗକୁ ବିଜୟ କରିଛନ୍ତି ଏବଂ ବିଜୟରେ ଦେଖୁଛନ୍ତି ଲକ୍ଷଙ୍କୁ ଲକ୍ଷେ ମାନେ ଲକ୍ଷେ ନିହତ ଦେଢ଼ ଲକ୍ଷ ବନ୍ଦୀ ଏବଂ ଦୟା ନଦୀ ସେଦିନ ରକ୍ତ ରଞ୍ଜିତ ହେଇଯାଇଛି କେବଳ ଏଇ କଳିଙ୍ଗବାସୀଙ୍କର ରକ୍ତରେ। ଏବଂ ସେ ତାପରେ କାରୁବାକି କେବଳ କୈବର୍ତ୍ତ କନ୍ୟା କାରୁବାକି ପାଇଁ ଏବଂ ତାର ମୁଖ୍ୟ କାରଣ ଦିଆଯାଇଛି, ଏଇଟା ଇତିହାସ କହେ, ଅନ୍ୟାନ୍ୟ କାରଣ ଯଦି ବା ଥିଲା। ତେଣୁ କଳିଙ୍ଗର ଧନ ସମ୍ପଦ ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟର ସେ ଲୋଭାନ୍ୱିତ ହେଇଥିଲେ ଏବଂ ବିଶେଷ କରି କୈବର୍ତ୍ତ କନ୍ୟା କାରୁବାକିକୁ ପାଇବା ଯୋଉ ତାଙ୍କର ମୋହ ସେ ନାହିଁ ଯାଇଥିଲା ଏବଂ ସେଇଥିପାଇଁ ଯୁଦ୍ଧର ମାନେ ଗୋଟେ ପରିସର ସୃଷ୍ଟି ହେଇଥିଲା। ଯାହା ବି ହଉ ଶେଷରେ ଯେତେବେଳେ ସେ ଯାଇଛନ୍ତି ସମସ୍ତେ ପଦ ଦଳିତ କରି କାରୁବାକି ପାଖକୁ ଯାଇଛନ୍ତି, କାରୁବାକି କହିଛନ୍ତି ଠିକ ଅଛି
ତୁମେ ଆସିଛ ମତେ ପାଇବା ପାଇଁ ତ ଏତିକି ତୁମେ କରିଦେଲ, କଳିଙ୍ଗକୁ ଛାରଖାର କରିଦେଲ। ତୁମେ ଯାଅ, ମତେ ପାଇବା ପାଇଁ କିଛି ଆବଶ୍ୟକ ନାହିଁ, ବଳ ପ୍ରୟୋଗ କରିବା ଦରକାର ନାହିଁ। ଏସବୁ ତୁମର ବ୍ୟର୍ଥ ହେଇଛି। ଏ ବିଜୟ ତୁମର ବିଜୟ ନୁହେଁ। ତୁମେ ଯାଇକି ଥରେ ଦେଖି ଆସ, ଏ କଳିଙ୍ଗର ପ୍ରତିଟି ପରିବେଶକୁ ତୁମେ ବୁଲି ଆସ, ଦେଖ କଣ ଦେଖୁଛ। ଯାଇଛନ୍ତି ଅଶୋକ, ଦେଖୁଛନ୍ତି ପ୍ରତି ଘରେ ଘରେ ବୁଲୁଛନ୍ତି। କେତେ ସୀମନ୍ତିନୀଙ୍କ ମଥର ସିନ୍ଦୁର ଲିଭି ଯାଇଛି, କେତେ ମା ମାନେ ପୁଅକୁ ହରେଇକି କାନ୍ଦୁଛନ୍ତି, କେତେ ଭଉଣୀ ଭାତୃହରା ହେଇଯାଇଛନ୍ତି, କେତେ ଘର ଆଜି ସବୁଗୁଡା କେବଳ ବିଧବା, କେବଳ ଭଉଣୀ ମାନେ ଭାତୃହରା, ମାତୃ ମାନେ ପୁତ୍ର ହରା। ଏଇମାନଙ୍କର ଶୋକାତୁର ଚକ୍ଷୁର ଅଶ୍ରୁରେ ସେ ସିକ୍ତ ହେଇଯାଇଛି ତାଙ୍କର ଶରୀର। ସେ ଭାବୁଛନ୍ତି ମୁଁ କଣ କରିଛି, ଏଇଟା କଣ ପ୍ରକୃତ ବିଜୟ? ଧାଇଁ ଯାଇଛନ୍ତି ଗୋଟେ ଶେଷ ଗାଁର ଗୋଟିଏ କୁଡିଆ ଘରକୁ, ଭଗ୍ନ କୁଟୀରଟେ, 80 ବର୍ଷ ଅତିକ୍ରମ କରିଥିବା ଗୋଟେ ବୃଦ୍ଧ ମାଟେ ଜରାଜୀର୍ଣ୍ଣ ଘର ଭିତରେ, ଭଙ୍ଗା ଘର ଭିତରେ ପିଣ୍ଡାରେ ବସି କାନ୍ଦୁଛି, ଅଶ୍ରୁ ବିସର୍ଜନ କରୁଛି। ସରଳ ସହଜ ବେଶରେ ତ ଯାଇଛନ୍ତି ଅଶୋକ ନା, ତେଣୁ ଯାଇକି ପଚାରୁଛନ୍ତି, ମା ତୁମେ ବସିଛ, ତୁମର କଣ କେହି ନାହାନ୍ତି? ନା କିଏ ଆଉ ଅଛି? ସେଇ ଯୋଉ ମାନେ ଦୁର୍ଦ୍ଦଶ ଅଶୋକଟା ମୋର ଏକମାତ୍ର ପୁଅଟାକୁ ମାରିଦେଲା, ମୋର ଆଉ କିଏ ଅଛି? ଏ ବୟସରେ ଏ ପିଣ୍ଡାରେ ପଡିଛି, କୋଉ ଦିନ ଖାଲି ଅପେକ୍ଷା କରିଛି ମୃତ୍ୟୁ ମତେ ଆସିବ। ଅଶୋକ କହିଛନ୍ତି, ଆଚ୍ଛା ତୁମ ପୁଅକୁ ଯିଏ ମାରିଛି, ତୁମେ ଯଦି ତାକୁ ତୁମ ସମ୍ମୁଖରେ ପାଅ, କଣ କରିବ ବୋଲି ଭାବୁଛ? କଣ କରିବି? ଏ କଳିଙ୍ଗର ମା ଦେହରେ କଣ ଶକ୍ତିର ଅଭାବ ଅଛି? ମୋ ପୁତ୍ର ହନ୍ତାର ମୋ ପ୍ରତିଶୋଧ ନେବି। ମୁଁ ତାକୁ ମୋ ସାମ୍ନାରେ, ଯଦି ସେ ମୋ ସମ୍ମୁଖକୁ ଆସେ, ମୁଁ ତାକୁ, ମୋ ପୁଅକୁ ସେ ଯେମିତି ହେଲେ ମୁଁ ତାକୁ ମଧ୍ୟ ବଦ୍ଧ କରିବି। ଅଶୋକ ସେତେବେଳେ କହୁଛନ୍ତି, ମା ଏଇ ନିଅ, ମୁଁ ତୁମର ସେଇ ପୁତ୍ର ହନ୍ତା ଅଶୋକ, ପାରୁଛ ତ ମତେ ବଦ୍ଧ କର। ଡରି ଯାଇଛି ମାଟି। ଲକ୍ଷେ ଲୋକଙ୍କୁ ମାରିଛି, 1.5 ଲକ୍ଷ ବନ୍ଦୀ, ସେ ମୋ ସମ୍ମୁଖରେ ଭୟ କରିଯାଇଛି ମାଟି। ଏବଂ ତାପରେ ଅଶୋକ କହିଛନ୍ତି, ମା ବୁଝିପାରିଛନ୍ତି ତନ୍ତର କଥା, କହୁଛନ୍ତି, ମା ତୁମେ ମାଗିନିଅ, କଣ ତୁମର ଦରକାର, ଯେ ମୁଁ ତୁମକୁ, ତୁମର ଏଇ ବୟସରେ ତୁମର କଣ ଦରକାର, ମୁଁ ସବୁ ତୁମର ପୂରଣ କରିବି। ଅଶୋକ ନିକଟରେ ଅଦେୟ ହେଇ ତୁମ ପାଇଁ କିଛି ନାହିଁ, ତୁମେ ଯାହା ମାଗିବ ମୁଁ ଦେଇଦେବି। ମାଟି ପଣତ କାନି ପତେଇ ଦେଇକି ଯାଏ, ପାରିବୁ ତୁ? ନା ହଁ ମୁଁ ପାରିବି। ଯିଏ କଳିଙ୍ଗଟାକୁ ଛାରଖାର କରିଦେଲା, ଏତେ ବଡ ଯାହାର ଶକ୍ତି, ଏବଂ ମଗଧର ଯେ ମଗଧର ରାଜା ଅଶୋକ, ତା ନିକଟରେ ଅଦେୟ କଣ ଅଛି? ଐଶ୍ୱର୍ଯ୍ୟ ସମ୍ପଦ ପ୍ରାଚୁର୍ଯ୍ୟରେ ଯିଏ ପରିପୂର୍ଣ୍ଣ, ତାକୁ ସେ ସବୁ ଭର୍ତ୍ତି କରିଦେବ, ଭରିଦେବ। ତୁମେ ଯାହା ଚାହିଁବ ମୁଁ ଦେବି। ନା ସତ୍ୟ କର? ନା ହଁ ସତ୍ୟ କରୁଛି। ମା ଜଣକ ପଣତ କାନି ବଢେଇ ଦେଇ ମାଗିଛନ୍ତି, ଦେ ଅଶୋକ, ମୋର ମଲା ପୁତ୍ରର ଜୀବନଟାକୁ ମୋ ପଣତ କାନିରେ ଫେରେଇ ଦେ। ମୋ ମଲା ପୁଅକୁ ମୋ ପଣତ କାନିରେ ଫେରେଇ ଦେ ଜୀବନ୍ତ ଅବସ୍ଥାରେ। ପାରିବୁ? ଅଶୋକ ସେଇଦିନ ସରିଯାଇଛି ତାଙ୍କର ସମସ୍ତ ଶୌର୍ଯ୍ୟ ବୀର୍ଯ୍ୟ ପରାକ୍ରମର ପରାକାଷ୍ଠା। ପଡି ଯାଇଛନ୍ତି ମା ପାଦ ତଳେ, ଭଲୁଣ୍ଠିତ ହେଇଯାଇଛନ୍ତି। ନା ମା, ଅଶୋକ ଆଜି ହାରିଗଲା। କଳିଙ୍ଗ ନିକଟରେ ଅଶୋକ ହାରିଗଲା, ତୁମ ନିକଟରେ ମା ହାରି ନାହିଁ। ଆଜି କଳିଙ୍ଗବାସୀ ନିକଟରେ ଅଶୋକ ହାରି ଯାଇଛି। ଏ ବିଜୟ ମୋର ବିଜୟ ନୁହେଁ, ହିଂସା ପ୍ରଣୋଦିତ ତରବାରୀର ଜୟ ଜୟ ନୁହେଁ, ସ୍ନେହ ପ୍ରୀତି ମମତା ଦ୍ୱାରା ଏଇ ଯୋଉ ତାପରେ ସେ ବିଚଳିତ ହେଇଯାଇଛି। କଣ କରିବି? ଏ ପାପରୁ କେମିତି ମୁକ୍ତି ପାଇବି? ଚାଲିଛନ୍ତି ବୌଦ୍ଧ ସନ୍ନ୍ୟାସୀ ଉପଗୁପ୍ତଙ୍କର ସନ୍ଧାନ ପାଇଛନ୍ତି। ତାପରେ ଯାହା ହେଇଥିଲା ଆପଣ ମାନେ ଜାଣିଛନ୍ତି, ସଡ଼କ ଯିବାନି। ତେଣୁ ଏଇ ଯୋଉ ଯେତେବେଳେ ସେ ଉପଗୁପ୍ତଙ୍କର ସଙ୍ଗ ସାନିଧ୍ୟ ଲାଭ କରିଛନ୍ତି, ଦୀକ୍ଷାରେ ବୌଦ୍ଧ ଧର୍ମରେ ଦୀକ୍ଷା, ବୌଦ୍ଧ ମନ୍ତ୍ରରେ ଦୀକ୍ଷିତ ହେଇଛନ୍ତି, ବୁଦ୍ଧଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ସେତେବେଳେ ଯାଇକି ତାଙ୍କର ଜୀବନର ପରିବର୍ତ୍ତନ। ଏ ଉତ୍କଳବାସୀ କଳିଙ୍ଗ ଦେଇଛି ଗୋଟେ କେତେ ପରିବର୍ତ୍ତନ କରିଛି। ଚଣ୍ଡାଶୋକଟାକୁ ଧର୍ମାଶୋକରେ ପରିଣତ କରିପାରିଲା ଏଇ ଗୁରୁ ପରମ୍ପରା। ଏ ଗୁରୁ ପରମ୍ପରା ହିଁ ଅଶୋକଙ୍କୁ ଆଜି ଧର୍ମାଶୋକରେ ପରିଣତ କରିଦେଲା। ଧର୍ମର ଧ୍ୱଜା ସେ ଉଡେଇ ଧରିଲେ, ଚାରିଆଡେ ଗୁରୁଙ୍କର ପ୍ରତିଷ୍ଠା କରିବା ପାଇଁ, ଚାରିଆଡେ ତାଙ୍କର ସନ୍ତାନ ସନ୍ତତି ସମସ୍ତଙ୍କୁ ନିଜେ ମଧ୍ୟ ପଠେଇଲେ। ଏବଂ ସେଇଦିନ ପାଖରୁ ସେ ଯୁଦ୍ଧର ଭେରି ଶୁଭିଲାନି, ଧର୍ମର ଭେରି ଶୁଭିଲା। ଏଇ ଯୋଉ ଯେତେବେଳେ ଇତିହାସ ପୃଷ୍ଠାକୁ ଯଦି ଅନୁଲମ୍ବ, ତେଣୁ ଗୁରୁ ପରମ୍ପରାକୁ ବାଧ୍ୟ କରି ଆମେ ପ୍ରତ୍ୟେକ ମଧ୍ୟ ଚାଲିଛୁ। ଏବଂ ଗୁରୁ ପରମ୍ପରା ହଉଛି ଆମର ଜୀବନ, ଆମ ଭାରତ ବର୍ଷର ହଉଛି ପ୍ରାଣ ଏବଂ ସ୍ପନ୍ଦନ। ଆମେ ସମସ୍ତେ ସେ ଦିଗରେ ଆଜି ମଧ୍ୟ ଠାକୁର ଅନୁକୂଳ ଚନ୍ଦ୍ର ସଦ୍ଗୁରୁ ପୁରୁଷୋତ୍ତମ ଭାବରେ ଆସି ଆମ ନିକଟରେ ଉପନୀତ ହେଇ ଆମକୁ ଜୀବନର ମାନେ ପଥ ଦେଖେଇ ଚାଲିଛନ୍ତି। ଏବଂ ମଣିଷ ଯେତେବେଳେ ତାଙ୍କୁ ଗୁରୁ ପଦରେ ବରଣ କରେ, ତାଙ୍କରି ପ୍ରଦତ୍ତ ନୀତିବିଧି ବିଧାନକୁ ଆମେ ଯେତେଟା ଆମେ ପରିପାଳନ କରି ଚାଲିବା,
ସେତେବେଳେ ଜୀବନଟା ସର୍ବାଙ୍ଗ ସୁନ୍ଦର ହେବ। ଆମର ଜୀବନର ଭୁଲ ଭାଟ ଗୋଟେ ଅପାକ ବିପାକ ପଥେ ହାତ ଧରି ଯେ ଚାଲାର କାଇଦା ଜାନିରେ ତାଙ୍କୁ ହିଁ ଜାଣିବ ଗୁରୁ ପଦେ ଅଭୟ ପଦେ ତାଙ୍କୁ ହିଁ ଜାଣିବ ଗୁରୁ ବୋଲି ଅଭୟ ପଦେ ପଥେ ସହିତ ନିଏ। ଅର୍ଥାତ୍ ମଣିଷ ଆମେ ଯେତେବେଳେ ଆଜି ଭୁଲ ଭାଟ କରି ଚାଲୁଛୁ ବା ଭୁଲ ଭ୍ରାନ୍ତ ଅନେକ ଆମର ରହିଅଛି ଜୀବନ ଚଳନ ଭିତରେ, ଅନେକ ଅନୁଭବ ଅନୁଭୂତି ଭିତରେ ଆମେ ଯେତେବେଳେ ବି ତାଙ୍କୁ ଆଣୁ, ସେତେବେଳେ ଦେଖିନୁ ଆମ ଜୀବନ ଚଳନଟା ଯେତେବେଳେ ଭୁଲ ହେଇଯାଏ, ସେତେବେଳେ ସେ ହିଁ ଯେତେବେଳେ ତାଙ୍କର ସେଇ ପ୍ରଦତ୍ତ ବିଧାନକୁ ଆମେ ଟିକେ ଦେଖିନଉ ବା ଜାଣିପାରୁ, ସେତେବେଳେ ଆମର ଭୁଲଟାକୁ ଆମେ ସଂଶୋଧନ କରିବାର ସେଇ ପଥରେ ଚାଲୁ। ତେଣୁ ଜୀବନରେ ଗୁରୁ ପରମ୍ପରା ଭାରତବର୍ଷର ଯେଉଁ ରହିଛି, ଏ ଭାରତବର୍ଷ ଆଜି ସାରା ବିଶ୍ୱକୁ ଦଉଛି। ଏଇ ସତ୍ସଙ୍ଗର ଯେଉଁ ଆନ୍ଦୋଳନ ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଗୁରୁ ପଦରେ ବରଣ କରି ଆଜି ଯେଉଁ ସାରା ବିଶ୍ୱରେ ଏକ ସତ୍ସଙ୍ଗର ଆଲୋଡ଼ନ ସୃଷ୍ଟି ହେଇଛି, ଖାଲି ଭାରତବର୍ଷର ନୁହେଁ ସାରା ବିଶ୍ୱରେ ଯେ କୁହାଯାଉଛି 58 କେତୋଟି ଦେଶରେ ଆଜି ଯେଉଁ ସତ୍ସଙ୍ଗର ପ୍ରବଣ ସମୟ ଆସିବ, ସାରା ବିଶ୍ୱରେ ଠାକୁରଙ୍କର ଶ୍ରୀମୁଖର କଥା କେବେ ବ୍ୟର୍ଥ ହେବ ନାହିଁ। ଏ ବିଶ୍ୱରେ ଅଛି ଯଦି ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହେବ ଏଇ ସତନାମ। ଏଇ ଯେଉଁ ସତନାମ ସେ ନେଇକି ଆସିଲେ, ସଦ୍ଗୁରୁଙ୍କର ଶରଣାପନ୍ନ ହୋ, ସତନାମ ମନନ କର, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କରି କହୁଛି ତୁମକୁ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବ ନାହିଁ। ଠାକୁରଙ୍କର ସେ ଠାକୁରଙ୍କର ସତ୍ୟ ଶରଣ ପ୍ରାଣୀ। ତେଣୁ ସିଏ ଦେଇଗଲେ, ତୁମେ କେବଳ ସଦ୍ଗୁରୁଙ୍କର ଶରଣାପନ୍ନ ହବା କଥା କହିଗଲେ, ସଦ୍ଗୁରୁଙ୍କର ଶରଣାପନ୍ନ ହବା କଥା କହିଲେ, ସେ ତୁମେ ଈଶ୍ୱରଙ୍କୁ ତୁମେ ନାହିଁ ବା ମାନ, ମାନେ ଈଶ୍ୱର ଭଗବାନ ଏ କଥା ଠାକୁର କହିନାହାନ୍ତି, କିନ୍ତୁ କହିଛନ୍ତି ସଦ୍ଗୁରୁଙ୍କର ଶରଣାପନ୍ନ ହଉ। ତେଣୁ ମଣିଷ ଯେତେବେଳେ ଏ ସଦ୍ଗୁରୁଙ୍କ ଶରଣାପନ୍ନ ହେଇଯାଏ, ସେ ଜୀବନର ପଥଟା ପାଇଯାଏ। ତେଣୁ ଜୀବନର ସେ କୋଉ ଦିଗରେ ତାକୁ ଚାଲିବାକୁ ହବ, ଏଇ ଯୋଉ ଅନନ୍ତ ପଥ, ଅମୃତ ପଥ, ଅନନ୍ତ ଗତି ଆମର ଚାଲିଛି, ଆମେ ଅମୃତ ପଥର ଯାତ୍ରୀ। ମୃତ୍ୟୁରୁ ଆମେ ଯୋଉ ଠାକୁରଙ୍କର କୁହାଛି ଯେ ଅମୃତର ପଥର ଯାତ୍ରୀ ଆଗେ ମୃତ୍ୟୁର ପଥ ଚାଲିସି ନା, ଯାହାକି ରବି ଠାକୁରଙ୍କର କଥା ଥିଲା। ଏବଂ ଠାକୁର ମଧ୍ୟ ସେଇ ମର୍ମରେ କହୁଛନ୍ତି, ଅମୃତର ସନ୍ତାନ ତ ଏଇ ଅମୃତ ତୋର ଜୀବନ ଧାରା, ମରଣ ଖୋଜି ମରଣ ଭୋଜି ହେବୁରେ କାହିଁ ସର୍ବହରା। ଏଇ ଯୋଉ କଥା ଗୁଡିକ କିଏ କହିଦେବେ, ସେ ତ ସଦ୍ଗୁରୁ ନା। ଆମେ ସବୁବେଳେ ମୃତ୍ୟୁର ଆଶଙ୍କାରେ ଆମେ ନାନା ପ୍ରକାର ଦୁଃଖ ଯନ୍ତ୍ରଣା ଯେତେବେଳେ ଆସିଗଲା ଆମେ ଭାଙ୍ଗି ପଡୁ, କିନ୍ତୁ ଜୀବନର ଯେତେବେଳେ ଗୁରୁ ଜଣେ ଥାନ୍ତି ସେ ବତେଇ ଦିଅନ୍ତି, ଆରେ ଏଇଗୁଡ଼ା ତୋ ଜୀବନର ଏଇଗୁଡ଼ା ନୁହେଁ, ତୋ ଜୀବନର ପଥଟା ଏଇଠି ସଂକ୍ଷିପ୍ତ ନୁହେଁ, ବା ତୁ ଏତେ ମାନେ ଏକ୍ସପାନସନ ଇଜ ଲାଇଫ, ଏକ୍ସପାନସନ ଇଜ ମାନେ କଣ୍ଟ୍ରାକ୍ସନ ଇଜ ଡେଥ, ମାନେ ଏକ୍ସପାନସନ ଇଜ ଡିଲାଇଟ, କଣ୍ଟ୍ରାକ୍ସନ ଇଜ ଡିଜେକ୍ସନ। ତେଣୁ ଆମେ ସଂକୋଚ ହିଁ ପ୍ରସାରଣ ହିଁ ସୁଖ, ସଂକୋଚ ହିଁ ଦୁଃଖ। ଏଇ କଥା କିଏ କହିଦେବେ, ଏଇ ତ ଗୁରୁ ଜୀବନରେ ଅଛନ୍ତି ବୋଲି ସେ ଆମକୁ ଜଣେଇ ଦେଉଛନ୍ତି। ତମେ ବିସ୍ତାରିତ ହଉ, ତମେ ସଂକୁଚିତ ହେଇଯାଅ ନା, ତମ ଜୀବନର ଗତିଟା କେବେ, ଏଇ ଯୋଉ କଥା ସେ କହିଦିଅନ୍ତି ବୋଲି ସେ ହିଁ ଗୁରୁ, ସେ ହିଁ ପୁରୁଷୋତ୍ତମ। ତେଣୁ ଆସିଛନ୍ତି ସେ ପୂରଣ କରିପାରିବା ପାଇଁ। ତେଣୁ ଠାକୁରଙ୍କର ବୋଧେ ସମୟ ହେଇଯାଇଛି ବୋଧେ ଦାଦା, ନା ସୁଭାଷ ଦା, ସୁଭାଷ କୁହନ୍ତୁ ଦା। କୁହନ୍ତୁ କୁହନ୍ତୁ, 5-7 ମିନିଟ୍ କୁହନ୍ତୁ। ତେଣୁ ଏଇ ଯୋଉ ଜୀବନର କଥା ଠାକୁର ଆସିଛନ୍ତି, ଆଉ ଏବଂ ସେଇ ଯୋଉ ଶିବାଜୀଙ୍କର କଥାକୁ ଆମେ, ମୁଁ ଆଜି ମାନେ ଭାବୁଥିଲି ଡିପି ୱାର୍କ କରି ଯେତେବେଳେ ଯାଉଛି ମଧ୍ୟ, ସେତେବେଳେ ମନେ ପଡୁଥିଲେ ଏଇ ଯୋଉ ପ୍ରେମର ଭିକ୍ଷା ମାଗିବା ପାଇଁ ଦ୍ୱାର ଦ୍ୱାର ବୋଲିକି ସେଦିନ ରାମଦାସ କହିଥିଲେ ଶିବାଜୀଙ୍କୁ, ଆଜି ଆଚାର୍ଯ୍ୟ ଦେବ ମଧ୍ୟ ସେଇ ମର୍ମରେ ଏବଂ ପୂଜନୀୟ ଅଭିନେତାଙ୍କର ମଧ୍ୟ ଯୋଉ ପୁଣ୍ୟ ପ୍ରୟାସ ଚାଲିଛି, ଯେ ଅକ୍ଲାନ୍ତ ପ୍ରୟାସ, ଏଇ ଯୋଉ ପ୍ରତିଟି ସେଇ ଭୁଲି ଯାଇଥିବା ରହିଯାଇଥିବା ସତ୍ସଙ୍ଗୀ ମାନଙ୍କୁ ପୁଣି ଠାକୁରଙ୍କ ନିକଟକୁ ଟାଣି ଆଣିବା ପାଇଁ, ସେ ଦିଗରେ ଆମର ପ୍ରୟାସ ସେଇ ଶିବାଜୀଙ୍କ ଭଳି ହଉ। ଦ୍ୱାର ଦ୍ୱାରେ ଆମେ ବୁଲିବାକୁ ପଡିବ, ଆମକୁ ଯିବାକୁ ପଡିବ। ଗୁରୁଙ୍କର ନିର୍ଦ୍ଦେଶ, ଆଚାର୍ଯ୍ୟ ଦେବଙ୍କ ନିର୍ଦ୍ଦେଶ, ଗୁରୁଙ୍କର ବାର୍ତ୍ତାବାହୀ ଆଚାର୍ଯ୍ୟ